ଜ୍ଞାନପୀଠ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ଏବେ ନବୋଦୟ ପରୀକ୍ଷା ସରିଯାଇଛି। ଆଉ ନବୋଦୟ ପରୀକ୍ଷାରେ ତୁମେ ନିଜମାନଙ୍କର ମାର୍କ ମଧ୍ୟ ଦେଖି ସାରିବନି। କେତେ ରଖିଲେ ଆମେ କେଉଁ ଜିଲ୍ଲାରେ ପାଇପାରିବା, କାରଣ ସବୁ ଜିଲ୍ଲାରେ ଅଲଗା ଅଲଗା କଟକ ଯାଏ ଏବଂ ସବୁ ଜିଲ୍ଲାରେ ଗୋଟେ ସହରାଞ୍ଚଳ କଟକ ଯାଏ ଆଉ ଗୋଟେ ଗ୍ରାମାଞ୍ଚଳ କଟକ ଦୁଇ ପ୍ରକାର ଯାଏ, ଗୋଟେ ରୁରାଲ୍ ଯାଏ ଗୋଟେ ଅର୍ବାନ୍ ଯାଏ କଟକ। ଆମେ ସବୁ ପିଲାଙ୍କର ମତାମତ ନେଇ ଗୋଟେ ଆମେ ଆନାଲିସିସ୍ କରିଛେ, ଗୋଟେ ପୋଲ୍ ଦେଇକି ଆମେ ଦେଖିବା କେଉଁ ଜିଲ୍ଲାରେ କେତେ କଟକ ଯାଇଛି ଆଉ ଗତ ବର୍ଷ କେତେ କଟକ ଯାଇଥିଲା ଆଉ ଏ ବର୍ଷ କେତେ କଟକ ଯିବ। ଗତ ବର୍ଷ କଟକର ସବୁଠୁ ହାଏଷ୍ଟ କଟଅଫ୍ ଯାଇଥିଲା ବୋଧେ 92 ୟୁଆର୍ ରଖିଥିଲେ 92। ଯଦି ଆପଣ 92 ଉପରେ ୟୁଆର୍ ପିଲା ରଖୁଛନ୍ତି କଟକ ଜିଲ୍ଲାର, ତାହେଲେ ଆପଣଙ୍କର ସେଇଟା କନଫର୍ମ ହେବ। ଓବିସି ପିଲା କେତେ ନା 90 ଯଦି ଆପଣ 90ରୁ 2 ମାର୍କ ବଢ଼େଇ ଦିଅନ୍ତୁ, 92 ରଖିଲେ ଆପଣଙ୍କର ଏଥର ସେଇଠି ହେଇଯିବ। ୟୁଆର୍ ଯଦି 92 ଯାଉଛି ଓବିସି ତାହେଲେ 90 ତ ନିହାତି ଯିବ। ଏସ୍ସି 88, ଏସ୍ଟି ହେଉଛି 70। ଆମେ ଯଦି ଢେଙ୍କାନାଳ ଜିଲ୍ଲା ଦେଖିବା, ଢେଙ୍କାନାଳ ଜିଲ୍ଲା ସେଇ ୟୁଆର୍ 92 ଆଉ ଓବିସି 90, ଏସ୍ସି ହେଉଛି 88 ଆଉ ଏସ୍ଟି 70। ପୁରୀ ଜିଲ୍ଲା ଦେଖିଲେ ଆମେ 92 ହେଉଛି ପୁରୀ ଜିଲ୍ଲା ସବୁଠୁ ହାଏଷ୍ଟ ଯାଇଥିଲା ଆରଥର ବୋଧେ କଟଅଫ୍ 94 ଯାଇଥିଲା। ଏଥର ଦେଖିବା କେତେ ଯାଉଛି, 94 ଯାଇଥିଲା, ଏଥର 96 ଯାଇପାରିବ। ଯଦି ଆପଣଙ୍କ 94 ଉପରେ ଅଛି ତାହେଲେ ଆପଣଙ୍କର ନିହାତି ଏକ ସିଟ୍ ମିଳିଯିବ ନବୋଦୟରେ। ଆପଣଙ୍କର ଯାଇଥିଲା ଓବିସି ଯାଇଥିଲା କେତେ ନା 92 ଯାଇଥିଲା, ଆଉ ଏସ୍ସି ଯାଇଥିଲା 90 ଯାଇଥିଲା, ଆଉ ଏସ୍ଟି ଯାଇଥିଲା 75। ଦେଖ ସବୁଠୁ ଏସ୍ଟି ବୋଧେ ହାଏଷ୍ଟ ଯାଇଥିଲା ପୁରୀରେ ବୋଧେ। ତାପରେ ଆସିଲା ସୁନ୍ଦରଗଡ଼ ଜିଲ୍ଲା। ସୁନ୍ଦରଗଡ଼ ଜିଲ୍ଲାରେ ଆପଣଙ୍କର କଟଅଫ୍ ଯାଇଥିଲା ୟୁଆର୍ ଯାଇଥିଲା 90, ଆଉ ଓବିସି ଯାଇଥିଲା 88, ଆଉ ଏସ୍ସି ଯାଇଥିଲା 86, ଆଉ ଏସ୍ଟି ଯାଇଥିଲା 72। ଆପଣ ଯଦି ସମ୍ବଲପୁର ଜିଲ୍ଲା କଥା ଦେଖିବା, ସମ୍ବଲପୁରରେ 92 ଯାଇଥିଲା, ସମ୍ବଲପୁରରେ 90 ଯାଇଥିଲା, ଓବିସି ଯାଇଥିଲା 88 ଯାଇଥିଲା, କେତେ 88 ଯାଇଥିଲା ଏସ୍ସିଙ୍କର, ଆଉ 70 ଯାଇଥିଲା ଏସ୍ଟି। ଯଦି ଏଠି ସମ୍ବଲପୁର ପିଲା ହେଇଥିବେ ତାହେଲେ 90+ ଯାହାର ଅଛି ସେ କନଫର୍ମ ପାଇବେ ସିଟ୍। ଏବେ ବରଗଡ଼ ହେଉଛି ସବୁଠୁ ବୋଧେ କମ୍ ଯାଇଥିଲା, ନା ବରଗଡ଼ ନୁହଁ ଅଲଗା ଜିଲ୍ଲା ଯାଇଥିଲା। ବରଗଡ଼ ଯାଇଥିଲା 88 ଯାଇଥିଲା। କେତେ ଯାଇଥିଲା ଆମର ଯାଇଥିଲା ୟୁଆର୍ଟା 88 ଯାଇଥିଲା, ଆଉ ଓବିସିଟା ଯାଇଥିଲା 87 ଯାଇଥିଲା, ଆଉ ଏସ୍ସି ଯାଇଥିଲା 84, ଆଉ 68 ପୁରା ସବୁଠୁ କମ୍ ବୋଧେ ଏସ୍ଟିର 68 ଯାଇଥିଲା। ଆଉ ସିଟ୍ ନିହାତି ପାଇବେ। ବାଲେଶ୍ୱର ଦେଖିବା, ବାଲେଶ୍ୱର 95 ରହିଥିଲା ୟୁଆର୍, ଓବିସି 93, 91 ହେଉଛି ଏସ୍ସି, 75 ହେଉଛି ଏସ୍ଟି। ଝାରସୁଗୁଡ଼ା ଦେଖିଲେ ସେହିପରି 92, 90, 86, 71। ଅନୁଗୁଳ ଯଦି ଆମେ ଦେଖିବା 92 ଆଉ 90 ଯାଇଛି, 86, 72। କେନ୍ଦ୍ରାପଡ଼ା ଦେଖିବା 90, 89, 86, 72। କଳାହାଣ୍ଡି ସେମିତି 88, 84, 80, 65। କନ୍ଧମାଳ ସବୁଠୁ ଦେଖନ୍ତୁ କଳାହାଣ୍ଡିଟା ବୋଧେ ଆମର ସବୁଠୁ କମ୍ ଯାଇଥିଲା। ଆରଥର 88 ଯାଇଥିଲା, ଯଦି ୟୁଆର୍ ଯାଇଥିଲା ତାହେଲେ କମ୍ ସବୁଠୁ ଯାଇଥିଲା କଳାହାଣ୍ଡିଟା। କଳାହାଣ୍ଡି 88 ଆଉ 84 ହେଉଛି ଆମର ଓବିସି। ଆଉ 80 ରଖିଲେ ଏସ୍ସି ପିଲା ନିହାତି ପାଇଯିବ 80। 65 ଥିଲା ଆମର ବୋଧେ ଏସ୍ଟିଙ୍କର। କନ୍ଧମାଳ 90, 88, 85, 66। କେଉଁଝର ହେଉଛି 92, 90, 88, 78। କୋରାପୁଟ ଦେଖିବା, କୋରାପୁଟ 88, 86, 80, 75। ଖୋର୍ଦ୍ଧାଟା ହେଉଛି ଆମର ଭୁବନେଶ୍ୱର 96, 92, 90 ଆଉ 80। ଆଉ ଗଞ୍ଜାମ ହେଇଗଲା 94, 92, 90, 82। ମୁଁ ଏଇଟା କିଛିଟା ଜିଲ୍ଲାର ମୁଁ ଆଣିଥିଲି ଗତ ବର୍ଷର କଟଅଫ୍। ସେଇ ଅନୁସାରେ ଆମର ଏ ବର୍ଷ 2 ମାର୍କ ବଢ଼ିପାରେ ବା 2 ମାର୍କ କମିପାରେ। ପ୍ରତିବର୍ଷ ତ ପିଲା ଭଲ କରୁଛନ୍ତି, କମିବାର ତ ନା ନାହିଁ, ଯାହା ପ୍ରତିବର୍ଷ 2 ମାର୍କ ବଢ଼ିପାରେ। ସେଥିପାଇଁ ଆପଣ ଦେଖିଦିଅନ୍ତୁ କେଉଁ ଜିଲ୍ଲା ପିଲା ଆପଣ ଆଉ କେତେ ମାର୍କ ଆପଣଙ୍କ ରହୁଛି। ଗୋଟେ ଯଦି ଆଭରେଜ୍ ମାର୍କ ଆମେ ନେବା ଏସ୍ସି ଏସ୍ଟି ସବୁ ପିଲାଙ୍କର ନେଇକି ଯଦି ଆମେ ନେବା, ତାହେଲେ ୟୁଆର୍ ହେଉଛି 95 ହେଲେ ହେଇଯିବ। ଆପଣ ଓବିସି ଧର ଆପଣଙ୍କର ଓବିସି 92+92 ଆମେ ଏସ୍ସି ଧରିଲେ 90 ଧରିଲେ ହେଇଯିବ ଆମର ଏସ୍ଟି 85+ ଆଉ 85। ଏଇଟା ଆଭରେଜ୍। ଏଠି ଯାହାର ମାର୍କ ଅଛି ନବୋଦୟର ତାର ନିହାତି ଗୋଟେ ନବୋଦୟ ସିଟ୍ ମିଳିବ। ଆପଣଙ୍କର ମେରିଟ୍ ଖୁବ୍ ଶୀଘ୍ର ଆସିଯିବ ରେଜଲ୍ଟ ଏଇ 10-15 ଦିନ ଭିତରେ। ଆଉ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।